जीके ओडिशा रे आपनंकु स्वागत। ଅନଙ୍ଗ ତ୍ରୟୋଦଶୀ ପର୍ବଟି କାହିଁକି ଓ କିପରି ପାଳନ କରାଯାଏ ଆଜି ଆସନ୍ତୁ ଜାଣିବା ତାହାର ବିଶେଷତ୍ୱ। जीके ओडिशा में आपका स्वागत है। कृपया लाइक और सब्सक्राइब करें। ହିନ୍ଦୁ ସମାଜର ଅନେକ ଗୁଡ଼ିଏ ବ୍ରତ ମଧ୍ୟରୁ ଭଗବାନ ଶିବଙ୍କର ଅନ୍ୟ ଏକ ପ୍ରମୁଖ ବ୍ରତ ହେଉଛି ଅନଙ୍ଗ ତ୍ରୟୋଦଶୀ। ଏହି ଦିନ ଭଗବାନ ଶିବଙ୍କ ଆଶୀର୍ବାଦରେ କାମଦେବ ଦ୍ୱାପର ଯୁଗରେ ପ୍ରଦ୍ୟୁମ୍ନ ରୂପରେ ଜନ୍ମ ନେଇଥିଲେ। ସେବେଠାରୁ ହିଁ ଅନଙ୍ଗ ତ୍ରୟୋଦଶୀ ଉତ୍ସବ ପାଳନ ଆରମ୍ଭ ହୋଇଥିଲା। ଏହି ଦିନ ଶିବ, ପାର୍ବତୀ, କାମଦେବ ଓ ରତିଙ୍କୁ ପୂଜା କଲେ ଧନପ୍ରାପ୍ତି, ଐଶ୍ୱର୍ଯ୍ୟ, ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ଆସିଥାଏ। ଏହି ଦିନ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଏ। ପରେ ମାତା ପାର୍ବତୀ, ଭଗବାନ ଶିବ, କାମଦେବ ଓ ରତିଙ୍କୁ ପୂଜା କରାଯାଏ। ଏହି ଦିନ ସମସ୍ତ ଶିବ ମନ୍ଦିରରେ ବ୍ରତଧାରୀମାନଙ୍କର ଗହଳି ହୋଇଥାଏ। ବ୍ରତଧାରୀମାନେ ଅରୁଆ ଅନ୍ନ ଓ ଫଳ ଖାଇ ଏହି ପୂଜାବିଧି ପାଳନ କରିଥାନ୍ତି। ଧଳା ପୋଷାକ ପରିଧାନ କରି ମହାଦେବଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ଅନଙ୍ଗ ତ୍ରୟୋଦଶୀ ରଖୁଥିବା ବ୍ରତଧାରୀମାନେ ନିଜ ପରିବାରର ଓ ପିଲାମାନଙ୍କର ମଙ୍ଗଳ ନିମନ୍ତେ ଏହି ବ୍ରତ ରଖିଥାନ୍ତି। ସମସ୍ତ ହିନ୍ଦୁ ସମାଜର ଲୋକମାନେ ଏହି ପର୍ବଟିକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି। ଆପଣମାନଙ୍କୁ ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ରହୁଛି, ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ହର ହର ମହାଦେବ।